ମୋ ନାମ ରୁନି। ମୋ ବୟସ 25 ବର୍ଷ। ମୁଁ ଜଣେ ସୁନ୍ଦରୀ ଯୁବତୀ। ମୁଁ ହାଇଦ୍ରାବାଦରେ ଗୋଟେ କମ୍ପ୍ୟୁଟର କମ୍ପାନୀରେ ଚାକିରି କରୁଥିଲି। ଏବେ ମୋର ପୁରୁଣା ବନ୍ଧୁଙ୍କ ସହିତ ପୁରୁଷ ବନ୍ଧୁଙ୍କ ସହିତ ମୋର ବୟଫ୍ରେଣ୍ଡ ସାଙ୍ଗରେ ମତାନ୍ତର ହେବାରୁ ଆମ ବନ୍ଧୁତ୍ୱ ଭାଙ୍ଗି ଯାଇଥିଲା। ଦୁର୍ଭାଗ୍ୟକୁ ଏବେ ପର୍ଯ୍ୟନ୍ତ ମୁଁ କୁମାରୀ ଥିଲି। ପୁରୁଷ ବନ୍ଧୁଙ୍କ ଠାରୁ ଅଲଗା ହୋଇଯିବା କାରଣରୁ ମୁଁ ବହୁତ ଧୈର୍ଯ୍ୟହରା ହୋଇପଡ଼ିଥିଲି। ମୋର ପିରିୟଡ଼ ଚାଲିଥିଲା, ସେଥିପାଇଁ ମୁଁ ଉତ୍ତେଜନା ଅନୁଭବ କରୁଥିଲି। ସେତିକି ବେଳେ ମଳୟ ଅଙ୍କଲଙ୍କ ଠାରୁ ଫୋନ୍ କଲ୍ ଆସିଲା। ମଳୟ ଅଙ୍କଲ ହେଉଛନ୍ତି ମୋ ବଡ଼ ମାଆଙ୍କ ଭାଇ। ସେ କହିଲେ ଆସନ୍ତାକାଲି ରବିବାରରେ ସେ ହାଇଦ୍ରାବାଦ ଆସୁଛନ୍ତି। ହାଇଦ୍ରାବାଦରେ ତାଙ୍କର 2 ସପ୍ତାହ ଟ୍ରେନିଂ ଅଛି। ମୁଁ ଖୁସି ହୋଇଗଲି। ସେ ଜଣେ ବହୁତ ଭଲ ମଣିଷ। ଯଦିଓ ତାଙ୍କ ବୟସ 44 ବର୍ଷ, ସେ ମୋ ପରେ 25 ବର୍ଷର ଯୁବତୀଙ୍କ ସହିତ ମିଶନ୍ତି। ସ୍ତ୍ରୀ ଲୋକଙ୍କୁ କିପରି ବ୍ୟବହାର କରିବାକୁ ହୁଏ, କିପରି ଯତ୍ନ ନେବାକୁ ହୁଏ ଏବଂ କିପରି ସମ୍ମାନ ଜାଣିବାକୁ ହୁଏ, ସେ କଥା ସେ ଭଲ ଭାବରେ ଜାଣନ୍ତି। ଗତଥର ଯେତେବେଳେ ସେ ହାଇଦ୍ରାବାଦ ଆସିଥିଲେ, ମୋତେ ସେ ଯତ୍ନ, ସମ୍ମାନ ଓ ବନ୍ଧୁ ଭାବରେ ବହୁତ ଭଲ ବ୍ୟବହାର ଦେଖାଇଥିଲେ। ସେ ଏଠାକୁ ଆସିବା କଥା ଶୁଣି ମୁଁ ବହୁତ ଖୁସି ହେଲି। ସେ ମୋତେ କହିଲେ ଯେ କମ୍ପାନୀ ତାଙ୍କ ରହିବା ପାଇଁ ବନ୍ଦୋବସ୍ତ କରିବା ପର୍ଯ୍ୟନ୍ତ ସେ ମୋ ପାଖରେ 2 ଦିନ ରହିବେ। ସେ ବିଷୟରେ ବିବ୍ରତ ନ ହେବା ପାଇଁ ମୁଁ ତାଙ୍କୁ କହିଲି। ତା ପରଦିନ ସକାଳ 10ଟା ବେଳକୁ ସେ ଆସି ପହଞ୍ଚିଲେ। ସେ ମୋ ଫ୍ଲାଟ୍ରେ ଫ୍ରେଶ୍ ହୋଇସାରିବା ପରେ ଆମେ ଦୁହେଁ ବୁଲିବା ପାଇଁ ବାହାରିଗଲୁ। ମୁଁ ଗୋଟେ ଲାଲ ରଙ୍ଗର ଟାଇଟ୍ ଟି ସାର୍ଟ ଓ ଜିନ୍ସ ପିନ୍ଧିଥିଲି। ମୋ ସ୍କୁଟିରେ ଆମେ ସହର ସାରା ବୁଲିଲୁ। ସେ ସ୍କୁଟି ଚଲାଉଥିଲେ ଏବଂ ମୁଁ ତାଙ୍କ ପଛରେ ବସିଥିଲି। ମୁଁ ତାଙ୍କ ସାନ୍ନିଧ୍ୟ ଉପଭୋଗ କରୁଥିଲି। ମୁଁ ମୋ ବୟଫ୍ରେଣ୍ଡ ସହିତ ବନ୍ଧୁତା ଭାଙ୍ଗିଯିବା କଥା ମୁଁ ପୁରା ଭୁଲି ଯାଇଥିଲି। ଦିନସାରା ଆମେ ମଜା କଲୁ। ଆମେ ଦୁହେଁ ବହୁତ ଖୋଲା ସ୍ୱଭାବରେ ବୁଲିଲୁ। ମୁଁ ସେଦିନ ବହୁତ ହଟ୍ ଦିଶୁଥିଲି। ମୁଁ ଭାବୁଛି ସ୍ତ୍ରୀ ଲୋକମାନେ ସେମାନଙ୍କ ପିରିୟଡ଼ ଚାଲିଥିବା ସମୟରେ ସେମାନେ ଖୁବ୍ ଝାକାସ୍ ଦେଖାଯାଆନ୍ତି, କାରଣ ସେତେବେଳେ ସେମାନେ ସମସ୍ତଙ୍କ ଶରୀର ଉର୍ବର ଥାଏ। ମୋ ସ୍କୁଟିରେ ବୁଲି ଆମେ ସହରକୁ ଉପଭୋଗ କଲୁ। ରାସ୍ତାରେ ଜନଗହଳି ପାଇଁ ଅନେକ ସମୟରେ ସେ ସ୍କୁଟିରେ ବ୍ରେକ୍ ଦେଉଥିଲେ। ସେତେବେଳେ ମୋ 38 ସାଇଜ୍ର ଦୁଧ ତାଙ୍କ ପିଠରେ ଚାପି ହେଉଥିଲା। ମୁଁ ଏହାକୁ ବହୁତ ଉପଭୋଗ କରୁଥିଲି। ସାରାଦିନ ସେ ମୋତେ ମୋର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରଶଂସା କରୁଥିଲେ। ରାତି 8ଟା ବେଳକୁ ଡିନର୍ ଖାଇ ଆମେ ଘରକୁ ଫେରି ଆସିଲୁ। ମୁଁ ମୋ ପୋଷାକ ବଦଳି ଗୋଟେ ଧଳା ନାଇଟ୍ ଗାଉନ୍ ପିନ୍ଧିଲି ଏବଂ ସେ ତାଙ୍କ ପାଇଜାମା ପିନ୍ଧିଲେ। ମୁଁ ମୋ ରୁମ୍ରୁ ଧଳା ନାଇଟ୍ ଗାଉନ୍ ପିନ୍ଧି ବାହାରିବା ଦେଖି ସେ ମୋତେ ଚାହିଁ ରହିଲେ। ସେ ସ୍ତମ୍ଭୀଭୂତ ହୋଇଗଲେ। ମୋତେ ଲାଜ ଲାଗିଲା। ତାପରେ ଆମେ ଅଧଘଣ୍ଟାଏ କଥା ହେଲୁ। ମୋ ରୁମ୍ମେଟ୍ କିଛି ଗୋଟାଏ ଉତ୍ସବରେ ଯୋଗ ଦେବା ପାଇଁ ତା ଗାଁକୁ ଯାଇଥିଲା। ସେଥିପାଇଁ ଆମ ଫ୍ଲାଟ୍ରେ ଆମେ ଦୁହେଁ ଏକୁଟିଆ ଥିଲୁ। ମଳୟ ଅଙ୍କଲ ଏତେ ସୁନ୍ଦର ଲୋକ ଯେ ମୁଁ ତାଙ୍କୁ କହିଲି, ଅଙ୍କଲ, ମୋ ସ୍ୱାମୀ ଯଦି 50 ଭାଗ ତୁମ ଉପରେ ଯତ୍ନବାନ ହୋଇଥିବେ ନା, ତାହେଲେ ମୁଁ ତାଙ୍କୁ 100 ଭାଗ ଭଲ ପାଇବି। ଅଙ୍କଲ କହିଲେ, ଆଚ୍ଛା, କିନ୍ତୁ ଯଦି ସେ 75 ଭାଗ ମୋ ପରି ହୋଇଥିବେ? ମୁଁ କହିଲି, ମୁଁ ତାଙ୍କୁ 200% ଭଲ ପାଇବି। ଅଙ୍କଲ କହିଲେ, ହଁ, ଯଦି ସେ 100% ଭାଗ ମୋ ପରି ହୋଇଥିବେ ତେବେ? ଲାଜରେ ମୋ ମୁହଁ ଲାଲ ଦିଶିଲା। ମୁଁ ତାଙ୍କୁ କହିଲି, ମୁଁ ତାଙ୍କୁ 500% ଭଲ ପାଇବି। ଅଙ୍କଲ କହିଲେ, ହଁ, ଯଦି ମୁଁ ତୁମର ସ୍ୱାମୀ ହେବି ତାହେଲେ? ଅଙ୍କଲଙ୍କ ପ୍ରଶ୍ନରେ ମୁଁ ସ୍ତମ୍ଭୀଭୂତ ହୋଇଗଲି। ଅଙ୍କଲ ମୋତେ ଭଲ ଲାଗୁଥିଲେ ଏବଂ ବେଳେବେଳେ ମୁଁ ଭାବୁଥିଲି ଅଙ୍କଲଙ୍କ ପରି ସୁନ୍ଦର ସ୍ୱାମୀ ପାଇଁ ଆଣ୍ଟି କେତେ ଭାଗ୍ୟବତୀ। ସବୁବେଳେ ମୁଁ ଆଣ୍ଟିଙ୍କ ପ୍ରତି ଈର୍ଷା କରୁଥିଲି। ଅଙ୍କଲଙ୍କର ପ୍ରଶ୍ନ ଶୁଣି ମୁଁ କହିଲି, ତାହେଲେ ତୁମେ ମୋତେ ଭଲ ପାଇବ? ଏହା ଶୁଣି ଆଗକୁ ଆସିଲେ ଅଙ୍କଲ ଏବଂ ମୋ ବେକକୁ ତାଙ୍କ ବାଁ ହାତରେ ଧରିଲେ। ଅଙ୍କଲ କହିଲେ, ତାହେଲେ ମୁଁ ଆଜି ତୋତେ ପାଇବା ପାଇଁ ଯାଉଛି। ସେ ମୋ ଓଠ ଉପରେ ତାଙ୍କ ଓଠକୁ ରଖି ମୋତେ ଚୁମା ଦେଲେ। ଆରମ୍ଭରେ ମୁଁ ବାଧା ଦେଲି। ତାପରେ ମୋର ଆବେଗ ଏବଂ ତାଙ୍କର ପ୍ରତି ମୋର ସମ୍ମାନ ଯୋଗୁଁ ତାଙ୍କୁ ମୋର ଭଲ ପାଇବା ବଢ଼ାଇ ଦେଲି। ମୁଁ ମୋ ଓଠକୁ ଖୋଲିଦେଲି ଏବଂ ତାଙ୍କ ଜିଭ ମୋ ପାଟି ଭିତରକୁ ଜୋର କରି ପ୍ରବେଶ କଲା। ଆମ 2 ଜଣଙ୍କ ପାଟିର ଲାଳର ବିନିମୟ ଘଟିଲା। ଆମେ ପରସ୍ପର ପାଟିକୁ ଅନ୍ୱେଷଣ କରିବାକୁ ଲାଗିଲୁ। ତାପରେ ସେ ମୋତେ ତାଙ୍କ 2 ବାହୁରେ ଉଠି ମୋ ବେଡ଼ରୁମ୍କୁ ନେଇଗଲେ। ମୋତେ ମୋ ବେଡ଼୍ରେ ଶୁଆଇ ଦେଲେ ଏବଂ ମୋ ଉପରେ ଶୋଇପଡ଼ି ମୋତେ ଚୁମା ଦେଲେ। ଅଙ୍କଲ କହିଲେ, ତୁ ଆଜି ମୋ ସ୍ତ୍ରୀ ହେବୁ, ମୁଁ ତୋ ସ୍ୱାମୀ ହେବି। ସେ ମୋ ବେକ କାନ୍ଧରେ ଚୁମା ଦେଲେ। ମୁଁ ଗରମ ହୋଇଗଲି। ସେ ମୋ ଗାଉନ୍କୁ ଉପରକୁ ଟେକି ମୋ ଦେହରୁ ବାହାର କରିଦେଲେ। ମୁଁ କେବଳ କଳା ରଙ୍ଗର ବ୍ରା ଏବଂ ପ୍ୟାଣ୍ଟି ପିନ୍ଧି ତାଙ୍କ ଆଗରେ ଶୋଇଥିଲି।
ସମୟ ନଷ୍ଟ ନ କରି ସେ ମୋ 38 ସାଇଜ୍ର ଦୁଧକୁ ବ୍ରା ଉପରେ ଚୋଷିଲେ। ମୁଁ ପୁରା କହିଲି ଆଃ ଏମିତି ପୁରା ଆଟ୍ରାକ୍ସନ୍ ହୋଇଗଲି। ମୁଁ ତାଙ୍କ ମୁଣ୍ଡକୁ 2 ହାତରେ ଧରିଲି। ସେ ଆଦରରେ ମୋ ଦୁଧକୁ ଚୋଷୁଥିଲେ। ଗୋଟେ ସେକେଣ୍ଡ ଭିତରେ ମୋ ବ୍ରା ଓଦା ହୋଇଗଲା। ମୁଁ ତାଙ୍କୁ ଚୋଷିବା ବନ୍ଦ କରି ମୋ ବ୍ରାକୁ ଖୋଲି ପକାଇଲି। ତାପରେ ମୁଁ ତାଙ୍କ ମୁଣ୍ଡକୁ ଧରି ମୋ ଲଙ୍ଗଳା ଦୁଧ ଆଡ଼କୁ ଆଗେଇ ନେଲି। ସେ ମୋ ଦୁଧକୁ ଗୋଟିଏ ଛୋଟ ପିଲା ଭଳି ଚୋଷିଲେ। ମୋ ଦୁଧ ଭୁଣ୍ଡିକୁ ଜୋରରେ କାମୁଡ଼ିଲେ। ମୋ ବାଁ ପଟ ଦୁଧରେ ଗୋଟିଏ କାମୁଡ଼ା ଦାଗ କରିଦେଲେ। ଏହା ଥିଲା ମୋର ପ୍ରଥମ ଯୌନ ଅଭିଜ୍ଞତା ଏବଂ ଏହା ମୋତେ ବହୁତ ଭଲ ଲାଗିଲା। ସେତେବେଳକୁ ସେ ପୁରା ଉତ୍ତେଜିତ ହୋଇସାରିଥିଲେ। ସେ ତାଙ୍କ ପ୍ୟାଣ୍ଟ ଓ ଅଣ୍ଡରୱେର୍କୁ ଟାଣି ବାହାର କରିଦେଲେ ଏବଂ ମୋତେ ତାଙ୍କର 7 ଇଞ୍ଚ ଲମ୍ବା ଭାଣ୍ଡକୁ ଦେଖାଇଲେ। ଏହା ପୁରା ଶକ୍ତ ହୋଇ ଉଠି ଠିଆ ହୋଇଥିଲା। ତାଙ୍କ ଭାଣ୍ଡକୁ ଦେଖି ମୁଁ ମୁରୁକି ହସିଲି। ସେ ମୋ ପ୍ୟାଣ୍ଟିକୁ ତଳକୁ ଟାଣି ଖସାଇ ଦେଲେ। ମୁଁ ପିନ୍ଧିଥିବା ସାନିଟାରୀ ପ୍ୟାଡ଼୍ ହ୍ୱିସ୍ପର୍ ବି ବାହାରି ଆସିଲା। ପ୍ୟାଡ଼୍ଟା ମୋ ମାସିକ ଋତୁସ୍ରାବରେ ପୁରା ଭିଜି ଯାଇଥିଲା। ମୁଁ ଚାହୁଁଥିଲି ସେ ମୋ ବିଆକୁ ଚୋଷନ୍ତୁ, କିନ୍ତୁ ଅଙ୍କଲଙ୍କ ବୟସ 44 ବର୍ଷ। ସେ ମୋ ଠାରୁ ଗୋଟିଏ ପିଢ଼ି ବଡ଼। ସେ ସିଧାସଳଖ ମୋ ବିଆରେ ଭାଣ୍ଡ ପୂରାଇବାକୁ ଚାହିଁଲେ। ସେତେବେଳକୁ ମୁଁ ବି ଅସମ୍ଭାଳ ହୋଇସାରିଥିଲି। ମୋ ବିଆରେ ସେ ଭାଣ୍ଡ ପୂରାଇଲେ, ହେଲେ ଜାଣିଥିଲେ ମୁଁ କୁଆଁରୀ ଅଛି। ତାଙ୍କ କୁଆଁରୀ ଝିଅକୁ ସର୍ବପ୍ରଥମେ ଗେହ୍ୟା ପାଇଁ ସେ ଖୁବ୍ ଉତ୍ତେଜିତ ଥିଲେ। ତାଙ୍କ ଶକ୍ତ ଭାଣ୍ଡକୁ ମୋ ବିଆ ଉପରେ ଘଷି ମୋତେ ଚୁମା ଦେଲେ। ମୁଁ ତାଙ୍କ ଚୁମାକୁ ଉପଭୋଗ କରୁଥିବା ସମୟରେ ହଠାତ୍ ତାଙ୍କ ଭାଣ୍ଡକୁ ମୋ ବିଆ ଭିତରକୁ ଦାବି ଦେଲେ। ମୋ ଭିତରେ କିଛି ଗୋଟାଏ ଛିଣ୍ଡିଯିବା ଭଳି ମୁଁ ଅନୁଭବ କଲି। ମୁଁ ଭୀଷଣ ଯନ୍ତ୍ରଣା ଅନୁଭବ କଲି। ମୁଁ ଆଉ ଝିଅ ହୋଇ ରହିଲି ନାହିଁ। ଅଙ୍କଲ ମୋତେ ନାରୀ କରିଦେଲେ। ମୋ ଆଖିରୁ ଲୁହଧାର ମୋ ଗାଲ ଉପରକୁ ବହିଗଲା। ସେ ଭାଣ୍ଡ ଉପରେ ଦାବିବା ବନ୍ଦ କରି ମୋତେ ଚୁମା ଦେଲେ। 5 ମିନିଟ୍ ପରେ ପୁଣି ନର୍ମାଲ୍ ଅବସ୍ଥାକୁ ଆସିଗଲି ଏବଂ ସେ ଭାଣ୍ଡ ଦାବିବା ଆରମ୍ଭ କରିଦେଲେ। ହଠାତ୍ ଗୋଟିଏ ଜୋର ଧକ୍କା ମାରିଲେ ଏବଂ ତାଙ୍କ ପୁରା ଭାଣ୍ଡଟା ମୋ ଭିତରକୁ ପଶିଗଲା। ମୋର ନିଶ୍ୱାସ ବନ୍ଦ ହୋଇଗଲା। ମୋତେ ଭାରି କଷ୍ଟ ହେଲା, କିନ୍ତୁ ସେ ଭାଣ୍ଡ ଦାବିବା ବନ୍ଦ କରିଦେଲେ। ଧୀରେ ଧୀରେ କଷ୍ଟ କମିଗଲା ଏବଂ ଆନନ୍ଦ ଅନୁଭବ କରିବାକୁ ଲାଗିଲି। ଆନନ୍ଦରେ ମୁଁ ଚିତ୍କାର କରି ଉଠିଲି। ସେ କୁକୁର ଗେହ୍ୟା ପରି ମୋତେ ଗେହି ଚାଲିଥିଲେ। ମୁଁ ଚରମରେ ପହଞ୍ଚି ଯାଇଥିଲି ଏବଂ ମୋର ବିଆ ରସ ବାହାରିବା ଅବସ୍ଥା ପହଞ୍ଚି ଯାଇଥିଲା। ପ୍ରାୟ 20 ମିନିଟ୍ ଜୋର ଗେହିବା ପରେ ଆମ 2 ଜଣଙ୍କର ଏକାବେଳେ ସ୍ଫଳନ ହେଲା। ତାଙ୍କର ବୀର୍ଯ୍ୟରେ ପେଟ ପୁରି ଯିବା ଭଳି ମୁଁ ଅନୁଭବ କଲି। 50 ସେକେଣ୍ଡ ପର୍ଯ୍ୟନ୍ତ ସେ ମୋ ପେଟରେ ତାଙ୍କ ବୀର୍ଯ୍ୟ ଭରିଲେ। ତାପରେ 5 ମିନିଟ୍ ପର୍ଯ୍ୟନ୍ତ ସେ ମୋ ଉପରେ ଶୋଇ ରହିଲେ। ସେ ମୋ କାନରେ ଫୁସ୍ ଫୁସ୍ ଶବ୍ଦରେ କହିଲେ, ରୁନି ଆଇ ଲଭ୍ ୟୁ। ମୁଁ କହିଲି, ମୁଁ ବି ତୁମକୁ ଭଲ ପାଏ। ସେଦିନ ରାତିରେ ସେ ମୋତେ ଆହୁରି 2 ଥର ଗେହିଲେ। ତାପରେ 2 ଦିନ ଆମେ 2 ଜଣ ଆମ ଅଫିସରୁ ଛୁଟି ନେଲୁ। ସେ ମୋତେ ଗୋଟିଏ ମନ୍ଦିରକୁ ନେଇଗଲେ ଏବଂ ମନ୍ଦିରରେ ମୋତେ ବାହା ହେଲେ। ସେ ମୋତେ ମନ୍ଦିରରେ ବାହା ହେବା ପରେ ଯେଉଁ ମୋତେ ଦୋଷୀ ଲାଗୁଥିଲା ତାହା ଦୂରେଇଗଲା। ସେଦିନ ସେ ମୋତେ 6 ଥର ଗେହିଲେ। ତା ପରଦିନ ସେ ତାଙ୍କର ଟ୍ରେନିଂରେ ଯୋଗ ଦେବାକୁ ଚାଲିଗଲେ। ମୁଁ ଗତ 2 ଦିନର ସୁନ୍ଦର ସ୍ମୃତି ବିଷୟରେ ଭାବି ଭାବି ମନେ ମନେ ପକାଇଲି। ମୋର ମନେ ପଡ଼ିଲା ଯେ ଗତ 2 ଦିନ ଧରି ଅଙ୍କଲ ମୋତେ ସବୁଥର କଣ୍ଡମ୍ ବ୍ୟବହାର ନ କରି ଗେହିଛନ୍ତି। ମୋର ଏବେ ଉର୍ବର ଅବସ୍ଥା ଏବଂ ଅଙ୍କଲ ମୋତେ ପ୍ରଥମ ଥର ଗେହିବାର 48 ଘଣ୍ଟା ବିତିଗଲାଣି। ମୁଁ ମୋ ପେଟରେ ମୋ ହାତକୁ ରଖିଲି ଏବଂ ଧୀରେ ଧୀରେ ହାତ ବୁଲେଇଲି। ମୁଁ ଜାଣିଛି ଗତ 48 ଘଣ୍ଟା ଭିତରେ ମୁଁ କେବଳ ବାହା ହୋଇନାହିଁ, ମୁଁ ମୋ 44 ବର୍ଷ ଅଙ୍କଲଙ୍କ ଦ୍ୱାରା ପ୍ରେଗନେଣ୍ଟ ହୋଇ ତାଙ୍କ ପିଲାକୁ ମୋ ପେଟରେ ଧରିଛି।